डेंगू रोग ପାଇଁ କେଉଁ ପତ୍ର ବେଶ ଉପକାରୀ ଅଟେ? ଅପସନ୍ ଏ ଆମ୍ବ ପତ୍ର, ଅପସନ୍ ବି ନିମ୍ବ ପତ୍ର, ଅପସନ୍ ସି ଲେମ୍ବୁ ପତ୍ର, ଅପସନ୍ ଡି ଅମୃତଭଣ୍ଡା ପତ୍ର। ଉତ୍ତର ଜାଣିଥିଲେ କମେଣ୍ଟ ବକ୍ସରେ ଜଣାଇ ଦିଅନ୍ତୁ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଲା ଅପସନ୍ ନମ୍ବର ଡି ଅମୃତଭଣ୍ଡା ପତ୍ର। ତେବେ ଆପଣମାନଙ୍କ ପାଇଁ ପରବର୍ତ୍ତୀ ପ୍ରଶ୍ନ, ତେନ୍ତୁଳି ଖାଇବା ଦ୍ୱାରା କେଉଁ ରୋଗ ଠିକ୍ ହୋଇଥାଏ? ଅପସନ୍ ଏ କ୍ୟାନ୍ସର, ଅପସନ୍ ବି ଥାଇରଏଡ୍, ଅପସନ୍ ସି ହୃଦରୋଗ, ଅପସନ୍ ଡି ଡାଇବେଟିସ୍। ଉତ୍ତର ଜାଣିଥିଲେ କମେଣ୍ଟ ବକ୍ସରେ ଜଣାଇ ଦିଅନ୍ତୁ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଲା ଅପସନ୍ ନମ୍ବର ସି ହୃଦରୋଗ। ତେବେ ଆପଣମାନଙ୍କ ପାଇଁ ପରବର୍ତ୍ତୀ ପ୍ରଶ୍ନ, ଭାରତର କେଉଁ ରାଜ୍ୟରେ ଅମରନାଥ ଗୁମ୍ଫା ଦେଖିବାକୁ ମିଳିଥାଏ? ଅପସନ୍ ଏ ତାମିଲନାଡୁ, ଅପସନ୍ ବି ଆନ୍ଧ୍ରପ୍ରଦେଶ, ଅପସନ୍ ସି ଜାମ୍ମୁ ଓ କାଶ୍ମୀର, ଅପସନ୍ ଡି ଉତ୍ତରାଖଣ୍ଡ। ଉତ୍ତର ଜାଣିଥିଲେ କମେଣ୍ଟ ବକ୍ସରେ ଜଣାଇ ଦିଅନ୍ତୁ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଲା ଅପସନ୍ ନମ୍ବର ସି ଜାମ୍ମୁ ଓ କାଶ୍ମୀର। ତେବେ ଆପଣମାନଙ୍କ ପାଇଁ ପରବର୍ତ୍ତୀ ପ୍ରଶ୍ନ, ପ୍ରତିଦିନ କଖାରୁ ଖାଇବା ଦ୍ୱାରା କେଉଁ ରୋଗ ଠିକ୍ ହୋଇଥାଏ? ଅପସନ୍ ଏ କ୍ୟାନ୍ସର, ଅପସନ୍ ବି ବ୍ଲଡ଼ ପ୍ରେସର, ଅପସନ୍ ସି ପେଟ ସମସ୍ୟା, ଅପସନ୍ ଡି ଡାଇବେଟିସ୍। ଉତ୍ତର ଜାଣିଥିଲେ କମେଣ୍ଟ ବକ୍ସରେ ଜଣାଇ ଦିଅନ୍ତୁ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଲା ଅପସନ୍ ନମ୍ବର ସି ପେଟ ସମସ୍ୟା। ତେବେ ଆପଣମାନଙ୍କ ପାଇଁ ପରବର୍ତ୍ତୀ ପ୍ରଶ୍ନ, ଭାରତର ପ୍ରଥମ ଉପଗ୍ରହର ନାମ କ'ଣ? ଅପସନ୍ ଏ ସିଦ୍ଧାର୍ଥ, ଅପସନ୍ ବି ରୋହିଣୀ, ଅପସନ୍ ସି ଚନ୍ଦ୍ରାୟନ, ଅପସନ୍ ଡି ଆର୍ଯ୍ୟଭଟ୍ଟ। ଉତ୍ତର ଜାଣିଥିଲେ କମେଣ୍ଟ ବକ୍ସରେ ଜଣାଇ ଦିଅନ୍ତୁ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଲା ଅପସନ୍ ନମ୍ବର ଡି ଆର୍ଯ୍ୟଭଟ୍ଟ। ତେବେ ଆପଣମାନଙ୍କ ପାଇଁ ପରବର୍ତ୍ତୀ ପ୍ରଶ୍ନ, କେଉଁ ଡାଲି ଖାଇବା ଦ୍ୱାରା କିଡନୀରେ ଥିବା ଷ୍ଟୋନ୍ ଦୂର ହୋଇଥାଏ? ଅପସନ୍ ଏ ମୁଗ ଡାଲି, ଅପସନ୍ ବି ବିରି ଡାଲି, ଅପସନ୍ ସି ହରଡ଼ ଡାଲି, ଅପସନ୍ ଡି କୋଳଥ ଡାଲି। ଉତ୍ତର ଜାଣିଥିଲେ କମେଣ୍ଟ ବକ୍ସରେ ଜଣାଇ ଦିଅନ୍ତୁ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଲା ଅପସନ୍ ନମ୍ବର ଡି କୋଳଥ ଡାଲି।